ମୁଁ 3 ଥର ପଚାରିଲି 3 ଥର ଯାକ ତୁ ଯଦି ଫାଇନାଲ୍ କହିବୁ ଚିନ୍ତା କରି କହ ତୋ ଲିଡର କିଏ ତୋ ଲିଡର କିଏ ତୋ ଲିଡର କିଏ ସେ କହିଲା ନବୀନ ପଟ୍ଟନାୟକ। ତ ରାଉତରାୟ ମୁଁ ଆପଣଙ୍କଠୁ ଜାଣିବା ପାଇଁ ଚାହିଁବି ଏ ଇଲେକ୍ସନ୍ ଆପଣଙ୍କ ଘରେ ଗୋଟେ ଝଡ଼ ତିଆରି କଲା କି କରିଥିଲା କି ପ୍ରକାରର ଝଡ଼ ତିଆରି କଲା? କରିଥିଲା ସାନ ପୁଅ ବିଜେଡ଼ି ବଡ଼ ପୁଅ କଂଗ୍ରେସ। ଆପଣଙ୍କର ରୋଲ୍ ସେଠି କ'ଣ ଥିଲା? ସାନକୁ ବୁଝାଉଥିଲେ? ସାନ ପୁଅ ପାଇଁ ଲଢ଼ିଥିଲି ବଡ଼ ପୁଅ ପାଇଁ ଯାଇଥିଲି। ବଡ଼ ପୁଅ ଆପଣଙ୍କ କଥାରେ ରାଜି ନଥିଲେ? ନା ଏଇ ନ୍ୟୁଜ୍ ରୁମ୍ର ଇଣ୍ଟରଭ୍ୟୁରେ ସେ ଅନେକ ଗୁଡ଼ିଏ କଥା କହିଥିଲେ ବାପା ଯାହା କରୁଛନ୍ତି ଭୁଲ କରୁଛନ୍ତି। ବର୍ଷ ବର୍ଷର ତ୍ୟାଗ ତପସ୍ୟାକୁ ସେ ପାଣିରେ ପକାଇଦେଲେ। ସେ ତା ମତ କହିଛି ମୁଁ ମୋ ମତ ହଁ ସାନ ମତ। ହଁ ସାନକୁ ମୁଁ ପଚାରିଲି ମୁଁ ତାକୁ ସାନକୁ ଠିଆ କରିବା ପାଇଁ 5 ବର୍ଷ ଆଗରୁ ବୁଲଉଥିଲି ବଡ଼କୁ କିଛି କହିନଥିଲି। ବଡ଼ ତାର ସାଡ଼େ ଥିଲା ବିଶ୍ୱର 7ଟା ବଡ଼ ପାହାଡ଼ ଚଢ଼ିବା ଆଇରନ୍ ମ୍ୟାନ୍ ହେବା ଗୋଟେ କମ୍ପାନୀର ଡାଇରେକ୍ଟର ଆମେରିକାରେ ବଢ଼ିଆ ଘର କରିଛି ବୋହୂ ମୋର ପ୍ରଫେସର খুব ଭଲରେ ସେ ଅଛନ୍ତି ଯୋଡ଼ିଏ ଝିଅ ଭଲ ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ ଲାଇଫ୍ ଏନ୍ଜୟ କରେ ସେ ମୋଟିଭେଟେଡ଼ ହେଇନଥିଲା ପଲିଟିକ୍ସ ଲାଇନ୍। ଆପଣ ମୋତେ ବଡ଼ଟା ସାନଟାକୁ 5 ବର୍ଷ ଆଗରୁ ମୁଁ ତାକୁ ଏରିଆ ବୁଲେଇଛି MLA ସବୁ ଦେଇଛି ଲୋକଙ୍କ କାମ କରେଇଛି। ତା ମନରେ କ'ଣ ହେଲା କେଜାଣି କହିଲା ମୁଁ କଂଗ୍ରେସରୁ ଠିଆ ହେବି। କଂଗ୍ରେସ ଟିକେଟ୍ ଫାଇନାଲ୍ ହେଇଥିଲା ଖୁସିରେ ଜିତିଥାନ୍ତା ବିଧାନସଭାକୁ ଯାଇଥାନ୍ତା କଂଗ୍ରେସ MLA କହିଲା ମୁଁ ଠିଆ ହେବିନି କଂଗ୍ରେସରୁ ଷ୍ଟେଟମେଣ୍ଟ ବି ଦେଇଦେଲା। ମୁଁ କହିଲି ତୋ ଲିଡର କିଏ? ନା ମୋ ଲିଡର ହେଉଛି ନବୀନ ପଟ୍ଟନାୟକ ମୁଁ ଚଏସ୍ କରିଛି ନବୀନ ପଟ୍ଟନାୟକ। ମୁଁ କହିଲି ଦେଖ ମୁଁ 3 ଥର ପଚାରିଲି 3 ଥର ଯାକ ତୁ ଯଦି ଫାଇନାଲ୍ କହିବୁ ଚିନ୍ତା କରି କହ ତୋ ଲିଡର କିଏ ତୋ ଲିଡର କିଏ ତୋ ଲିଡର କିଏ ସେ କହିଲା ନବୀନ ପଟ୍ଟନାୟକ। ତାହେଲେ ଶୁଣ ମୁଁ 62 ମସିହା ବିଜେପି କଲେଜ ପଢ଼ୁଥିଲି ମହତାବଙ୍କ ସଂସ୍ପର୍ଶରେ ଆସିଲି। ମୁଁ ନେହେରୁକୁ ଯାଏ ଆଣିବା ପାଇଁ ଛାଡ଼ିବା ପାଇଁ ପିଲା ନେଇକି ସେଇ ଦିନଠୁ କଂଗ୍ରେସରେ ରହିଛି। କିନ୍ତୁ ମହତାବ ମରିଗଲେ ମଧ୍ୟ ମୁଁ ତାଙ୍କ ପୂଜା ଆଜି ବି କରୁଛି ପ୍ରତିବର୍ଷ ଜୟନ୍ତୀ ଶ୍ରାଦ୍ଧ କରିଥାଉ। ସେମିତି ଯଦି ତୁ ଚଏସ୍ କଲୁ ଦଳ ଚେଞ୍ଜ କରିବୁନି କି ନେତା ଚେଞ୍ଜ କରିବୁ ହାରନ୍ତୁ ବା ଜିତନ୍ତୁ କହ ମୋତେ ନା ବାପା ମୁଁ ଆପଣଙ୍କ ଭଳିଆ ହାରିଲେ ବି ନବୀନ ପଟ୍ଟନାୟକ ବିଜେଡିରେ ରହିବି ଜିତିଲେ ବି ରହିବି। ଏବେ କହୁଛନ୍ତି ତ ବିଜେଡିରେ ରହିବି। ହଁ ଗଲା 1